ଆଉ ରହିଲା ସରସ୍ୱତୀ ପୂଜା କଥା। ସରସ୍ୱତୀ ପୂଜା ଚାନ୍ଦା ଦିନ ଏଥର ପଇସା ନାହିଁ ବୋଲି ହେଲେ କହିଲେ କ'ଣ ହେବ। ଯେମିତି ଗଣେଶ ପୂଜା ଚାନ୍ଦାର ଭିଡ଼ିଓ ଦେଖିଥିବେ, ସରସ୍ୱତୀ ପୂଜାରେ ଏପର୍ଯ୍ୟନ୍ତ ବନିନି। ଭାବୁଛି ମୋଠୁ କାଟିକି ନହେଲେ ତାକୁ ଗୋଟେ ମେମ୍ସ ବନେଇଦେବା ଆଉ ହେଲେ କି ସରସ୍ୱତୀ ପୂଜା ଦିଅରେ ଚାନ୍ଦା ହେଲେ କି ମତର ନାହିଁ ତ ମୁଁ ଦେବି କୁଆଡ଼ୁ ଆଉ ହେଲେ କି। ହ୍ୟାଲୋ ଭାଇ ନମସ୍ତେ, ଭଲରେ ଥାଆନ୍ତୁ ସମସ୍ତେ। ଆଉ ମୁଁ ମିଷ୍ଟର ଆଶିଷ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗ୍ରେ। ଆଉ ଆଜି ଶନିବାର ଟିକେ ଛୁଟି ନେଇଥିଲି, କାମ ଥିଲା, ସେଥିପାଇଁ ଘରେ ବୁଲୁଛି। ଗାଁରେ ପିଲା ନାହାନ୍ତି। ଆପଣମାନଙ୍କୁ କହିଥିଲି ଭିଡ଼ିଓ ଆଉ ବନେଇବିନି, କ'ଣ କରିବି, ଭୁଲ ଗୋଟା ଯେହେତୁ ମୋର ଗୋଟେ ଭିଡ଼ିଓ ନ ପକେଇଲେ ସେ ଚାଲିବ କେମିତି ହେଲେ କି। ଆଉ ସେଇ କଥା ଆଉ ଅଧିକାଟା କ'ଣ। ତାପରେ ଆଉ ଗୋଟେ କଥା ହେଲା, ଆଜି ଯେହେତୁ ଶନିବାର ଥିଲା ଛୁଟି ନେଇଥିଲି, ଭାବିଥିଲି ମୁଁ ଟିକେ ଢେଙ୍କାନାଳ ବୁଲିଯିବା, ଟିକେ କପିଳାସ ବୁଲିଯିବା, ପ୍ରଭୁ ଶିବଙ୍କ ଦର୍ଶନ କରିବା, ତା ସହିତ ଟିକେ ସପ୍ତଶଯ୍ୟା ଯିବା, ଟିକେ ସେଇଠି ୱାଟରଫଲ୍ଟେ ଅଛି ଟିକେ ଦେଖିବା ହେଲେ କି। ଢେଙ୍କାନାଳ ଏମିତି 4-5ଟା ଜାଗା ବାଛିଥିଲି ହେଲେ କି, ଦେଇକି ଭାବିଥିଲି ଯିବି ବୋଲି। ମୋର ଗୋଟେ ଝାଟିଆ ସାଙ୍ଗ ହେଲେ କି, କ'ଣ କହିବି ତାକୁ କିଛି କହିପାରୁନି ହେଲା। ସିଏ କ'ଣ କଲା ନା କହିଲା ହଁ ଭାଇ ଯିବା ହେଲେ କି, ନେଉ ଯିବା। ସେଇ ହିସାବରେ ପ୍ଲାନିଂ କରିନି, ସକାଳୁ କେତେବେଳେ ବାହାରିକି ଯିବା। ଗଲା ଯାଇକି ରାତି 10ଟାରେ କହୁଛି ଆଉ ଭାଇ ଆଜି ଯିବାନି, ଆମର 9-10 ଅଛି, ଘରେ ବହେ କଥା କହୁଛନ୍ତି, ଗାଳିଗୁଳା କରୁଛନ୍ତି ହେଲେ କି। ମୁଁ ସେଇଠୁ ଓକେ ଲେଖିଦେନି, ସାଙ୍ଗ ତ କ'ଣ କହିବି ତାକୁ ଆଉ ହେଲେ କି, କିଛି କହିନି। ଦେଖିବା ୟା ପରେ ବୁଲିବାକୁ ଯିବା, ତାର 9-10 ସରୁ ଯିବା ଆମେ ହେଲେ କି। ବସ୍ରେ କି ଟ୍ରେନ୍ରେ ନୁହଁ, ଆମେ ଏଥର ରାଇଡ଼ିଂ କରିକି ଯିବା ବାଇକ୍ରେ ହେଲା। ବାଇକ୍ ମାନେ ଭାବନି ଯେ ଲକ୍ଷ ଲକ୍ଷ ଟଙ୍କା ନେଇ ଭାଇ KTM ଧରିକି BMW ଧରିକି ଯିବି, ସେ ନୁହଁ ହେଲେ କି। ସିମ୍ପୁଲ ସେ ହିରୋର ତାର ଗୋଟେ ଅଛି ଗ୍ଲେମର ବାଇକ୍, ମୋର ତ ନାହିଁ ଜାଣିଥିବ, ମୋର ଗୋଟେ ଅଛି ସୁନୁ ଗାଡ଼ି। ସେ ଗାଡ଼ି ନେଇ ଗଲେ ଢେଙ୍କାନାଳରେ ପହଞ୍ଚିବାକୁ ମୋତେ 6 ଦିନ ଖଣ୍ଡେ ଲାଗିବ ହେଲେ କି, ବୁଝିଲ ନା। ତ ସେଇ ହିସାବରେ 6 ଦିନ ଲାଗିବନି, ଆହୁରି କମ୍ ଦିନ ଲାଗିବ, ଗୋଟେ ଦିନରେ ପହଞ୍ଚିବି ଏଇଠି। ଏତିକି କମ୍ ବାଟ ହେଲେ କି, ପଶିଲେ ଡୁବୁରି ଦେଇକି ଆରାମସେ ବାହାରିଯିବି, କିଛି ନାହିଁ ଯେ। କିନ୍ତୁ ମୋ ଗାଡ଼ି ତା ଗାଡ଼ି ଭିତରେ ତଫାତ୍ ଅଛି ନା, ମୋର ସୁନୁ ଗାଡ଼ି ହେଲେ କି। ପାଦରେ ପେଡ଼େଲ ମାରିବାକୁ ପଡ଼େ, ତାର ତେଲ ପଡ଼ୁଛି, ମୋର ବିନା ତେଲ ବାଲା, ବୁଝିବାକୁ ପଡ଼ିବ ନା ଆଉ ହେଲେ କି। ତ ସେଇ ହେଉଛି କଥା ହେଲା। ତାପରେ ରହିଲା ପୁଣି ଗାଁରେ ଆଜି ବୁଲୁଛି, ଆପଣମାନଙ୍କୁ ଆଉ ବୁଲେଇବିନି ଗାଁ। ତଥାପି ଏଠି ମନ ହେଉଛି, ଯେହେତୁ ଭୁଲ ଗୋଟା ମୋର, ମୁଁ ବନେଇବିନି ତ ଆଉ କିଏ ବନେଇବ ହେଲା କି। ଟିକେ ଦେଖି ନିଅନ୍ତୁ, ଏଇ ସେଇ ମୋର ଗାଁର ନା ଦେଖୁଥିବେ, ବୋର୍ଡ଼ ମରା ହେଇଛି। କାଲି ଏଇ ଖାଲ ଭିତରୁ କେଉଁଟା ଗୋଟେ ବୁହିବା ଦେଖିକି ଆଉ ହେଲେ କି, ଏଠି ଅଛି, କାଲି ଯଦି କିଏ ବହୁଥିବ ବି ଦେଖିବା। ଆଉ ରହିଲା ମୋ ଭୁଲ ଗୁରେ ଭଲ କଣ୍ଟେଣ୍ଟ ନ ଆସିବା କଥା। ଭାଇ ଭଲ କଣ୍ଟେଣ୍ଟ ଆସୁନି ବୋଲି ତ ମୋର ଭ୍ୟୁ ଯାଉନି କି ସବସ୍କ୍ରାଇବର ବଢ଼ୁନାହାନ୍ତି, ସେଇଟା ବି ମୁଁ ଜାଣିଛି। ତାପରେ ଆପଣମାନେ ସପୋର୍ଟ କଲେ ତ ମୋଟିଭେସନ୍ ବଢ଼ିବ ନା ଭିଡ଼ିଓ ବନେଇବାକୁ। ଆପଣମାନେ ତ ସପୋର୍ଟ ବି କରୁନାହାନ୍ତି ହେଲେ କି। ତଥାପି ମୁଁ ଟ୍ରାଏ କରିବି, ଯେପର୍ଯ୍ୟନ୍ତ ହେଉଛି ମଣିଷ ତା ଲାଷ୍ଟ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ 100% ଦେଇନି, ସେ ପର୍ଯ୍ୟନ୍ତ ମୁଁ ଟ୍ରାଏ କରିବି ମୋର ବେଷ୍ଟ ଦେବାକୁ। ସବସ୍କ୍ରାଇବର ବି କରେଇବି ଭାଇ। ୟୁଟ୍ୟୁବରୁ ପଇସା କମେଇବା ଅଲଗା କଥା ହେଲେ କି, ଫ୍ୟାନ୍ସ ଫଲୋଅର ବଢ଼ିଆ ଗୋଟେ ଅଲଗା କଥା ହେଲେ କି। ଫ୍ୟାନ୍ସ ଫଲୋଅର ପାଇଁ ହିଁ ଆମେ ପଇସା ତ ଆଗ ପ୍ରଥମ ହିଁ ୟୁଟ୍ୟୁବର ଗୋଟେ ତାର ଫ୍ୟାନ୍ସ ଫଲୋଅର ଆଉ ସବସ୍କ୍ରାଇବର ବଢ଼େଇବାର ଅଛି। କ'ଣ କରିବି, ଯେହେତୁ ନୂଆ ଅଛି, ଯଦି ଆପଣମାନେ ଜାଣିଛନ୍ତି ଟିପ୍ସ ଦିଅନ୍ତୁ କେମିତି ମଣିଷ ଭାଇରାଲ୍ ହେବ, ସେତିକି ବି ଦେବେନି। କୁଆଡ଼େ ମୁଁ ଭାଇରାଲ୍ ହେଇଗଲେ ମୁଁ ବଡ଼ ଲୋକ ହେଇଯିବି ହେଲେ କି। ଆଉ ମୋର ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ମୋତେ ସପୋର୍ଟ କରୁଛନ୍ତି, କହୁଛନ୍ତି ତୁମ ଭିଡ଼ିଓ ଆସୁନି, ଆସିଲେ ଭଲ ଲାଗୁଛି, ତ ସେମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ। ଆଉ ସେମାନଙ୍କୁ କହିବି କି ମୋର ଆଉ 4-5ଟା ସବସ୍କ୍ରାଇବର ବି କରେଇ ଦିଅ ହେଲା କି। ଏତେ ଖରାପ ନୁହଁ ମୁଁ, ସବସ୍କ୍ରାଇବ୍ଟା କରେଇ ଦିଅ, ସବସ୍କ୍ରାଇବ୍ ହେଲେ କି। କ'ଣ ଭାବୁଛ ମିଷ୍ଟର ଆଶିଷକୁ। ଆଉ ଏବେ ପଦଚଲା ରାସ୍ତାରେ ଯାଉଛି ହେଲେ କି, ପଦୁବାବୁଙ୍କ କାର୍ରେ। ପଦୁବାବୁ କାର୍ ମାନେ ବୁଝୁଛନ୍ତି ନା କ'ଣ, ଆମେ ପଦୁବାବୁ କାର୍ ସେଇମାନଙ୍କୁ କହୁ, ଯେଉଁମାନେ ଚାଲି ଚାଲି ଲୋକ ଯାଆନ୍ତି ନା, ପଦୁବାବୁ କାର୍ରେ ଆସୁଛନ୍ତି ହେଲେ କି। ତ ପଦଚଲା ରାସ୍ତାଟା, ଆଉ ପଦରେ ଚାଲି ଚାଲି ଯିବ ମାନେ ପଦୁବାବୁ କାର୍ରେ ଆସିବା ବୋଲି ଲାଗିବ ହେଲେ କି। ତାପରେ ରହିଲା ଆମ ଗାଁ ତ ମୁଁ ବୁଲେଇଛି, ଅବଶ୍ୟ ଗାଁ ଭିତରଟା ବୁଲେଇନି ହେଲେ କି, ବୁଲେଇ ଦେବି ହେଲେ କି। ଗାଁ ବାହାର ଖାଲି ଦେଖୁଛନ୍ତି ଯେହେତୁ ଖଟି ମଟି, ଗାଁ ଭିତରଟା ବୁଲିବ। ସରସ୍ୱତୀ ପୂଜା ହେଉଛି ଦେଖିବାକୁ ଟିକେ ଛୁଟି ମାଇଲି, ତାପରେ ସରସ୍ୱତୀ ପୂଜା ବି ଦେଖେଇବି। ଆମର ଡେକୋରେସନ୍ ଆମର ସୁକୁଟା ହେଇ କରେ ହେଲେ କି। ଏଥର ଆମର ବଢ଼ିଆ ଠାକୁର ବି ବନା ହେଇଛି ବୁଝିଲ।
ଆମ ଗାଁରେ ଜଣେ ଭାଇଟେ ଅଛି ହେଲେ କି ସୁକୁଟା ଭାଇ ତା ଭଲ ନାଁ ହେଉଛି ମନୋରଞ୍ଜନ ପାତ୍ର। ସିଏ ବହୁତ ବଢ଼ିଆ କ୍ରିକେଟ୍ ଖେଳେ ଜାଣିଛ ନା ନାହିଁ, ବହୁତ ବଢ଼ିଆ କ୍ରିକେଟ୍ ହେଲେ କି ମାନେ ଏମିତି ସେ କାମ କରିବାକୁ ଯାଏ ହେଲେ କି ଗୋଟେ ବଢ଼ିଆ ରାଜମିସ୍ତ୍ରୀ ସେ ଡିଜାଇନ୍ ମିଜାଇନ୍ ବନାଏ ହେଲା। ତ ସେ କାମ ବନ୍ଦ କରିକି ବି କ୍ରିକେଟ୍ ଖେଳିବାକୁ ଯାଏ ହେଲା କି ମାନେ ଏମିତି ଗୋଟେ ପିଲା ଆମେ ଦେଖିଛୁ ମାନେ ଖେଳ ମନୋବୃତ୍ତି ପିଲା ଯେଉଁ କୁହନ୍ତିନି ସେମିତିଆ ପିଲା। ସିଏ ତ ଆମକୁ ଖେଳ ଶିଖେଇଛି ହେଲା କି ମନା କରୁନୁ ହେଲେ। ତାଠୁ ବି ଆମେ ଡେକୋରେସନ୍ ଶିଖିଛୁ ଯେତେବେଳେ ଆମେ ଛୁଆ ଥିଲୁ। ସେ ଡେକୋରେସନ୍ କରେ ତାଠୁ ଦେଖି ଡେକୋରେସନ୍ ଶିଖିଛୁ। ସେଇ ଡେକୋରେସନ୍ ଶିଖିକି ଆମେ କଲେଜରେ ବି କରିଛୁ ନା ବଢ଼ିଆ ବି ନାଁ ବି କମେଇଛୁ ହେଲା କି ନା ବଢ଼ିଆ ଡେକୋରେସନ୍ କେଉଁଠି ଶିଖିଲୁ ହେଲା କି। ତ ଏମିତି କଥା ଗାଁରେ ତ ଏମିତି ହିଁ କିଛି ଯୋଡ଼ି ହେଇଥାଏ ଆଉ। ଆମେ ତ କେଉଁ ପ୍ରାଇଭେଟ୍ ସ୍କୁଲ୍ ବାଲା ନ ଫୁଲ୍ ପ୍ରଥମରୁ ଦଶମ କ'ଣ +2 ଯାଏ ବି ଗଭର୍ଣ୍ଣମେଣ୍ଟ କଲେଜ ଗଭର୍ଣ୍ଣମେଣ୍ଟରେ ପାଠ ପଢ଼ିବା ବାଲା ଆମେ ହେଲା କି। ଗଭର୍ଣ୍ଣମେଣ୍ଟ ଅଛି ତ ଜିନ୍ଦାବାଦ, ଟଙ୍କାକିଆ ଚାଉଳ ଅଛି ତ ଜିନ୍ଦାବାଦ। ଏତିକି ପରିଶ୍ରମ ସମସ୍ତଙ୍କୁ କରିବାକୁ ଦରକାର। ଏନା ପରିଶ୍ରମ ନ କଲେ କେହି ଜଣେ ଆମ ମୁହଁରେ ଆଣିକି ଖାଇବାକୁ ଦେଇଦେବନି 2 ଘଣ୍ଟା ହେଲା କି। ତ ଆମ ନିଜକୁ ପରିଶ୍ରମ କରିବାକୁ ପଡ଼ିବ, ନିଜକୁ ବି ଖାଇବାକୁ ପଡ଼ିବ, ନିଜକୁ ସେଭିଂ କରିବା। ଆଜି ଯାଏଁ ମୁଁ ସେଭିଂ ଶିଖିପାରିଲିନି ହେଲା। ସେଭିଂ ବିଷୟରେ ମୁଁ କ'ଣ କହିବି ଅଲାଜୁକ ହେଲା। ସେଭିଂ କ'ଣ ମୁଁ ବି ଜାଣିନି। ମୁଁ ବା ଘରକୁ ସବୁଦିନ ଆଇଲେ ବାପାଙ୍କୁ କହୁଛି ବାପା 500 ଟଙ୍କା ଦେଲ, 200 ଟଙ୍କା ଦେଲ, 100 ଟଙ୍କା ଦେଲ, 50 ଟଙ୍କା ଦେଲ, 20 ଟଙ୍କା ଦେଲ ହେଲା କି। ମୁଁ ବି ତ ମୋ ବାପା ଉପରେ ନିର୍ଭର କରୁଛି। ଆପଣମାନଙ୍କୁ ତ ମୁଁ ସେମିତି କହିବିନି ହେଲା କି କିନ୍ତୁ ମୁଁ କହିବାକୁ ଚାହିଁବି ହେଲା ଇନକମ୍ କରନ୍ତୁ। ତାପରେ କହୁଥିଲି ବା ଭିଡ଼ିଓ କ'ଣ ପାଇଁ ରେଗୁଲାରଲି ଆସୁନି, ଭଲ ଭିଡ଼ିଓ ଆସୁନି, ଏଡ଼ିଟିଂ କ'ଣ ପାଇଁ ହେଇପାରୁନି। ଆରେ ଭାଇ ଚାକିରି ଖଣ୍ଡେ କରିଛି ହେଲା କି 9ରୁ 6ଟା ମୋର ଡ୍ୟୁଟି, ସୋମବାରରୁ ଶନିବାର। ରବିବାର ଗୋଟେ ଦିନ ଭିଡ଼ିଓ ବନେଇବି। ନହେଲେ ଯେତେବେଳେ ମୁଁ ଆସୁଛି ଡ୍ୟୁଟିରୁ ଫେରିକି କ'ଣ କରୁଛି ନା ରୋଷେଇ ଯେଉଁଦିନ ଭଲ ଟିକେ ରୋଷେଇ କରୁଛି ଆପଣମାନଙ୍କୁ ଦେଖିବାକୁ ଚେଷ୍ଟା କରୁଛି। ନହେଲେ ମୁଁ ସବୁଦିନ ସେଇ ଡାଲି ଭାତ ଖାଉଛି। ଦେହ ତ ଖରାପ ହେଉଛି, ଡାଲି ଭାତ ଆଳୁ ଭର୍ତ୍ତା ଖାଇକି ମଣିଷକୁ ମନ ବୁଝଉଛି ଆଉ ଅଧିକାଟା କ'ଣ କରିବି ହେଲା କି। ତ ସେଇଭଳିଆ ହିସାବରେ ଯାଉଛି। ତ ତଥାପି ମୁଁ ଭଲ କରିବାକୁ ଚାହିଁବି ଏବେ ହେଲା କି। ଏଇଥର ଖଣ୍ଡେ ବାଇକ୍ ନେଇତେ ପଡ଼ିବ, ଭଲ କ୍ୟାମେରା ଖଣ୍ଡେ ବି ନେବାକୁ ପଡ଼ିବ। ଆପଣମାନଙ୍କୁ ନ ଦେଖେଇଲେ ହେବ ହିଁ ନାହିଁ। ଏବେ ଫୋନ୍ରେ ହିଁ ମୋ ଭିଡ଼ିଓ ରେକର୍ଡ଼ିଂ ସବୁ ହେଉଛି। ତ ଆଉ କିଛି ନାହିଁ। ଆଗରୁ ଏଇ ରାସ୍ତାରେ ଆମେ ସବୁ ଯାଉ ସ୍କୁଲ୍ ହେଲା କି ଜାଣିଛନ୍ତି। ଏଇ ବିଲେ ଅଧାରେ ପଶିବୁ, ଏଇ ସିଧାରେ ପଶିଲେ ହେଲା କି ଆଗରେ ବାହାରିବ ଆମ ସ୍କୁଲ୍ ହେଲା କି। ସେ ଯେଉଁ ପାଣି ଟାଙ୍କି ଦେଖାଉ ସେଠି ନୁହଁ, ଆଉ ଟିକେ ଏପଟକୁ ବହୁତ ପାଖ ହେଲା କି। ପୁରା ଏଇପଟେ ଆମ ଘରଟା ବି ଏଇପଟେ। ଏ ବିଲ ଭିତରେ ପଶିବୁ ଘରେ ବାହାରିବି ହେଲା କି। ଏବେ ବିଲ ଫାଙ୍କା ହେଇଛି, କେଉଁ ପଟେ ପଶିବୁ ସେଇପଟେ, ଯେଉଁ ପଟେ ପଶିବୁ ସେଇପଟେ ବାହାରିବୁ ହେଲା କି। ଏଇଟା ହେଉଛି ମଜା। ସେଇଥିପାଇଁ ମଣିଷ ଗାଁକୁ ଆସିବାକୁ ଭଲ ପାଏ ହେଲା କି। ଏଇଭଳିଆ ମଜା ପାଇଁ ହିଁ ମଣିଷ ଗାଁକୁ ଆସେ ହେଲା। ଗାଁରେ ଏବେ ପିଲା ବି ନାହାନ୍ତି ହେଲା କି। ମୁଁ ଏକୁଟିଆ ନୁହେଁ, ଆମର ହାଇ ଗୋଟେ ଟୋକା ହେଉଛି ହେଲା କି। ଏ ଜୁମ୍ କରୁଛି ଦେଖାଯାଉନି ବୋଧେ। ଏ ଟୋକା ମୋତେ କହୁଛି ଆଉ ଦାଦା ଗାଁରେ କେହି ଛୁଆ ନାହାନ୍ତି, ଭଲ ଲାଗୁନି, ଖେଳ ମେଳ ନାହିଁ, ମୁଁ ଆସୁଛି ପୁରା ବିରକ୍ତ ଲାଗୁଛି। ଭାଇ ମୋତେ ବି ସେୟା ଲାଗୁଛି ହେଲା କି। ମୁଁ ବି ଖୋଜୁଛି ସାଙ୍ଗ 2ଟା ମିଳିଲେ ବୁଲିମି। ଏବେ ସନ୍ଧ୍ୟା 6ଟାକୁ ଘରେ ଯାଇ ପୁଣି ପଶୁଛି ହେଲା କି। କ'ଣ କରାହେବ, କୁଟା ଗାଳିବାକୁ 2ଟା ଲୋକ ନାହାନ୍ତି। ତ କହିବା କଥା ହେଉଛି ସମସ୍ତେ ଇନକମ୍ କରିବା ଦରକାର। ତ ସବୁ ଇନକମ୍ ପ୍ରୋସେସ୍ରେ ଲାଗିଛନ୍ତି, ବାହାରେ ଅଛନ୍ତି, ଗୋଟେ ଭଲ କଥା ହେଲା କି। ତ କେବେ ଯଦି ଦେଖାହେବ ବର୍ଷରେ ଥରେ, ସେ ବହୁତ 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 ଆମ ପାଇଁ ବଡ଼। ତ ଆଉ କ'ଣ କହିବି ସେତିକି। ଦେଖିବା ଆଉ ଆଜି ମୁଁ ଗାଁ ବୁଲେଇମିନି କି ସେ ଟ୍ୟୁନିଂ ଦେମିନି ହେଲା କି। ଏମିତି କଥାରେ ଯେତିକି ସମୟ କହିପାରିବି ସାରିବି, ତା ଛଡ଼ା ଆଉ କିଛି ନୁହଁ। ଆଉ ହେଲା କି ସଂକେତ ଦେଉଛି ବର୍ଷା হবে। କ'ଣ ଶୀତ ଦିନଟା କ'ଣ ବର୍ଷା ହେବ, ସଂକେତ କିନ୍ତୁ ଦେଉଛି ହେଲା କି। ଦେଖିବାକୁ ତ ଗୋଟେ କ୍ୟାମେରାମ୍ୟାନ୍ ବି ଦରକାର, ଆଉ ଗୋଟେ ସାଥିଟେ ଭଲ ଯୋଗାଡ଼ଟେ କରିବା ହେଲା କି। ସାଥିଟେ ନହେଲେ କ୍ୟାମେରା ଧରିବା ଭିଡ଼ିଓ ବନେଇବା ସମ୍ଭବ ନୁହଁ। ତ ଆମେ ଏଇଠି ଆଜି ରହିବା। ଧନ୍ୟବାଦ।